ଆଜ୍ଞା ଜୟ ଜଗନ୍ନାଥ। ଆଜ୍ଞା ମୁଁ ଜୟ ସନ୍ତୋଷ କୁମାର ପାତ୍ର ଆମର ଓଡିଶା ରାଜ୍ୟର ସ୍ଥାୟୀ ସଭାପତି ଅଛି। ତ ଆପଣଙ୍କ ମାଧ୍ୟମରେ ଆମେ ସରକାରଙ୍କୁ ଗୁହାରି କରୁଛୁ ଯେ ଦୀର୍ଘ 14 ବର୍ଷର କାଳ ଯୋଉ ଆମେ କଷ୍ଟ କରିଛୁ ପଞ୍ଚାୟତ ସ୍ତରରେ, ଆଉ ଆମର ଯୋଉ ଆଜି ଏଇ ଆନ୍ଦୋଳନ ହଉଛି, ଆମର ସରକାରଙ୍କୁ ଗୋଟେ ନିବେଦନ ଆମ ଚାକିରିକୁ ସ୍ଥାୟୀ କରିବେ। ଆଉ ବର୍ତ୍ତମାନ ଆମେ ଆମର ଦୁଃଖ ଜଣାଉଛୁ ଆଜ୍ଞା, ବିଗତ ବିଜେଡି ସରକାର ଥିଲା ସମୟରେ ସେମାନଙ୍କୁ ବାରମ୍ବାର ବହୁତ ଥର ଦାବି ପତ୍ର ଦେଇଛୁ। ଆଉ ପୂର୍ବ ଆମେ ଦୁଇ ତିନି ଥର ମଧ୍ୟ ଷ୍ଟ୍ରାଇକ୍ କରିଛୁ। ସରକାରଙ୍କୁ ବହୁତ ବିଷୟରେ ଆମେ ଅବଗତ କରୁଛୁ, କିନ୍ତୁ ବର୍ତ୍ତମାନ ଯାଇ ସରକାର ଆମର କୌଣସି ଘରେ ଶୁଣି ନାହାନ୍ତି। ଆଉ ବର୍ତ୍ତମାନ ଆମେ ଯେତେବେଳେ ଡବଲ ଇଞ୍ଜିନ ସରକାର ଆସିଲା ବିଜେପିର, ଆମେ ଆଶା କଲୁ ଯେ କିଛି ଗୋଟେ ଆମର ହବ ବୋଲିକି, କିନ୍ତୁ ଡବଲ ଇଞ୍ଜିନ ସରକାର ଯେତେବେଳେ ଆସିଲା ଆମେ ବାରମ୍ବାର ମନ୍ତ୍ରୀ ମହୋଦୟଙ୍କୁ ଆଉ ସେକ୍ରେଟାରୀ ମହୋଦୟଙ୍କୁ ମିଶିଲୁ। ସେବେଳେ ଖାଲି ଆଶ୍ୱାସନା ଦଉଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟକାରୀ ହେଇପାରୁନି। ସେଥିପାଇଁ ଆମେ ଦୁଃଖର ସହିତ କହୁଛୁ, ସରକାରଙ୍କୁ ମଧ୍ୟ ନିବେଦନ କରୁଛୁ, ଆଜ୍ଞା ଆମର ଏଇ 3500 ଫ୍ୟାମିଲି କି ଆଜ୍ଞା ଗୋଟେ ସ୍ଥାୟୀ ନିଯୁକ୍ତି ଦିଅନ୍ତୁ, ଯାହାଦ୍ୱାରା ଆମେ ଏଇ ଜୀବନରୁ ଟିକେ ମୁକ୍ତି ପାଇବୁ, ଆମ କଷ୍ଟ ଦୂର ହବ। ମୁଁ ଅରୁଣ କୁମାର ବାରିକ, ରାଜ୍ୟ ଯୁବ ସେବକ ସଂଘର ସାଧାରଣ ସମ୍ପାଦକ। ପୁରୋହିତ ଜିଲ୍ଲାରେ ପ୍ରାୟ ପିଲା ଆସନ୍ତି, ପ୍ରାୟ 100-150% ସବୁ ପିଲା ଆସୁଛନ୍ତି। ଆମେ ତ ପୂର୍ବ ସରକାର ଯୋଡିସାରିଥିଲୁ ଯେ ଯଦି ସରକାର ଆମର ଦାବି ନ ପୂରଣ ଆମେ ବିବାହିତ ହେଇକି ଯିବୁ ରାଜରାସ୍ତାକୁ ନେବୁ ବୋଲି। ଆମେ ସରକାରଙ୍କର ଯୋଉ ମୁଖ୍ୟ ଯୋଜନା ଆସିଥିଲା, ଆମେ ମୁଖ୍ୟମନ୍ତ୍ରୀ ତାକୁ ବଣ୍ଟନ କରିସାରିଛୁ। ଆମେ କହିଥିଲୁ ଯେ ସେ ଭିତରେ ସରକାର ଆମ ବିଷୟରେ କିଛି ଚିନ୍ତା କରନ୍ତୁ। ଯେହେତୁ ଆମେ 2012 ମସିହା ରାଜ୍ୟଗତ କାମ କରି ଆସୁଛୁ, 14 ବର୍ଷ ଧରି କାମ କଲାଣି। ସରକାର ଯେହେତୁ ଲୋକଙ୍କ ସରକାର ବି ସବୁବେଳେ ପ୍ରତି ହଉଛି, ଲୋକଙ୍କ ସରକାର ଲୋକ ଆମେ 3500 ପରିବାର ଅଛୁ, ଆମେ ବି ସବୁ ସରକାର ଟିକେ ଚିନ୍ତା କରୁ। ନୂଆ ସରକାର ଆସିଲା ପରେ ଆମେ ପ୍ରଥମେ ମୁଖ୍ୟମନ୍ତ୍ରୀ, ଖାଦ୍ୟ କଲ୍ୟାଣ ମନ୍ତ୍ରୀ, ବିଭାଗ ଅଧିକାରୀ ସମସ୍ତଙ୍କୁ ଯୋଗାଯୋଗ କଲୁ। ସମସ୍ତ ଭାବରେ ଆମକୁ କହିଲେ ଏ କାମ ବିଷୟରେ ଆମେ ଚିନ୍ତା କରିଛୁ, ବହୁତ ଶୀଘ୍ର ତମେ ବୁଝୁ, କାରଣ ଆମେ ଜାଣିଛୁ ଭଲ ତମେ ବହୁତ କଷ୍ଟ କରୁଛ ପଞ୍ଚାୟତ ଲେଭେଲରେ, ତୁମଙ୍କର ଭବିଷ୍ୟତ କଥା ଆମେ ଚିନ୍ତା କରୁଛୁ, ନିଶ୍ଚୟ ହବ। ସେ ନିଶ୍ଚୟ ହବଟା ବର୍ତ୍ତମାନ ଦେଖୁ ଦେଖୁ 2 ବର୍ଷ ବିତିଗଲା। ଏବେ ଆମେ ସରକାରଙ୍କ ନୂଆ ଯୋଜନା ଫେର ଲାଗୁ ହେଇଗଲା। ନୂଆ ଯୋଜନା ଆମେ ଯୋଉ 20 ଦିନ 25 ଦିନ ଆଣିଥିଲୁ, 20-25 ଦିନ ବର୍ତ୍ତମାନ ନା ରବିବାର ନା କୌଣସି ଛୁଟି କିଛି ଆମ ପାଖରେ ନାହିଁ। ଆମେ କେବଳ ଦିନ ବାଣ୍ଟିବୁ ଚାଉଳ ଆମ କିରୋସିନ। ଆମର ଯୋଉ 3500 ଜଣଙ୍କ ପରିବାର ଅଛନ୍ତି, ସରକାରଙ୍କର ମୁଖ୍ୟ କାମ କରୁଛନ୍ତି, ଯୋଉଟା ହଉଛି ସାଧାରଣ ଲୋକର ମୁହଁରେ ଖାଦ୍ୟ ଯୋଗାଉଛନ୍ତି। ତେଣୁ ଆମେ ଯୋଉ 3500 ପରିବାର ବିପଦ ଅଛୁ, ସରକାର ଆମ କଥା ବି ଟିକେ ଚିନ୍ତା କରୁന്നു। ଧାରଣା ଆଜିକୁ ଆରମ୍ଭ ହେଲା, ଆମେ ସରକାର ଆମ କଥା ନ ଶୁଣିଲା ପର୍ଯ୍ୟନ୍ତ ଆମେ ଏଇ ରାଜରାସ୍ତା ପଶିବୁ। ଆମେ ତ ସମସ୍ତଙ୍କୁ ବିରୋଧୀଙ୍କୁ ରିକ୍ୱେଷ୍ଟ କରୁଛୁ, ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ ଆମେ ଯୋଉ 14 ବର୍ଷ ଯୋଉ କଷ୍ଟମୟ ଜୀବନରେ ଅଛୁ, ସମସ୍ତେ କେହି ଟିକେ ବିଧାନସଭାରେ ଉଠାନ୍ତୁ, ପ୍ରତିନିଧି ମିଳିଛି ଆମକୁ ଉଠେଇବେ ବୋଲି। ଦେଖାଯାଉ କଣ କରୁଛନ୍ତି ଏମିତି।